ପୂର୍ବ ବଙ୍ଗ କଳିଙ୍ଗ ବିଷୟରେ କେବେ କହିଛନ୍ତି ପ୍ରଧାନ ସଭା ଦିନଠୁ ସେ ପୂର୍ବୋଦୟ କଥା କହିଛନ୍ତି ଯେଉଁ ବିକଶିତ ଭାରତ ଯେଉଁ 2047 ପରିକଳ୍ପନା ଅଛି ତା ଦେହରେ ପୂର୍ବୋଦୟ ବିଗତ ଦିନମାନଙ୍କରେ ଭାରତର ସାଂସ୍କୃତିକ ଆରମ୍ଭ କରି ସାମାଜିକ ରାଜନୈତିକ ସବୁର ପେଣ୍ଠସ୍ଥଳୀ ଥିଲା ଏହା ବି ଏବେ ଇଜି ହେବ ଭାରତ ବିକଶିତ ଭାରତ ହେବାରେ ସହାୟକ ସବୁ ରାଜ୍ୟ ପ୍ରାୟ ବିଜେପି ଶାସିତ ରାଜ୍ୟ ହେଇଛି। কিন্তু স্যার বঙ্গরে কিছু প্রভাব দেখা মিলা ওড়িশার মধ্যে অনেক প্রভাব পড়েছে বঙ্গ উপরে ওড়িশার নেতা মানে যাই সেটা প্রচার করছে ସମସ୍ତେ ଲାଗିଥିଲେ ଓଡ଼ିଶାର ଲୋକ ନିଶ୍ଚୟ ବେଙ୍ଗାଲୋର ବଡ଼ ଷ୍ଟେଟ୍ 4ଟା ଷ୍ଟେଟ୍ ଅଛି ବଡ଼ ଷ୍ଟେଟ୍ ବେଙ୍ଗଲ ଗୋଟେ ଷ୍ଟେଟ୍ ବେଙ୍ଗଲ ନ୍ୟାଚୁରାଲ୍ ଆମର ରିଲେସନ୍ ଅଛି ଲକ୍ଷାଧିକ ଓଡ଼ିଆ ରହୁଛନ୍ତି ପାର୍ଟ ଅଫ୍ ଦ ମାନେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ହଳଦିଆ ବନ୍ଦ ଅଛି ତେଣୁ ସମସ୍ତଙ୍କ ବ୍ୟକ୍ତିଗତ ସମ୍ପର୍କ ବନ୍ଧୁବାନ୍ଧବ ସମ୍ପର୍କ ସାମାଜିକ ଆଉ ରାଜନୈତିକ ସମ୍ପର୍କ ଅଛି ସ୍ୱାଭାବିକ ଭାବରେ ସମସ୍ତେ ଯାଇକି ନିଜ ତରଫରୁ ଉଦ୍ୟମ କରିଥିଲେ। স্যার উভয় রাজ্য ভিতরে যে বিবাদ গুড়িক রয়েছে সেগুলো স্যার পূরণ হব যেমিতিকি আলু সমস্যা বিবাদ କିଛି ନାହିଁ ସେ ବିବାଦ ସେଇଟା କ'ଣ ଗୋଟେ ରାଜନୈତିକ ବିବାଦ ସେଟା ଜାଣି ଶୁଣିକି ହୀନମନ୍ୟତା କଲା ସେଇଟା ଗୋଟେ ବିବାଦ। কিন্তু স্যার যেহেতু উভয় রাজ্য বর্তমান ভারতীয় জনতা পার্টির সরকার কিন্তু আমি আশা করা যে সবু কিছু ঠিক হব ଭଲ ସମ୍ପର୍କ ରହିବ ଆମ ସମ୍ପର୍କ ଖରାପ ଅଛି ଅନ୍ୟ ଭଲ ଥିଲେ ବି ସମ୍ପର୍କ ଭଲ ଭାବେ ରଖୁ କିଏ ଜଣେ ଅଧେ ଲୋକ ଟିକେ ଅତି ସେମାନେ ରଖିବାକୁ ସମ୍ପର୍କ ଚାହାନ୍ତି ଦୁଇ ଆଡ଼ୁ ସମ୍ପର୍କ ରହିବ ସମ୍ପର୍କ ଭଲ ରହିବ ଜନସାଧାରଣଙ୍କୁ ଆମେ ଧନ୍ୟବାଦ ଦେଉଛୁ ସେମାନେ ଗୋଟେ ଐତିହାସିକ ରାୟ ନେଇଛନ୍ତି।